ଏହି ନୂତନ ବର୍ଷ 2026 ସାଲର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରେ। ଈଶ୍ୱରଙ୍କ ପବିତ୍ର ବାକ୍ୟରେ ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ବନ୍ଧୁଗଣ, এই নূতন বর্ষরে যদি ଆପଣ ଈଶ୍ୱରଙ୍କର ନୂଆ ନୂଆ ଆଶୀର୍ବାଦ ଅନୁଗ୍ରହ, ଈଶ୍ୱରଙ୍କର କରୁଣା ପୁଣି ନୂଆ ନୂଆ ଅନୁଭୂତି ପାଇବା ପାଇଁ ଚାହାନ୍ତି, ତାହେଲେ ପୁରାତନ ସ୍ୱଭାବକୁ ତ୍ୟାଗ କରିବାକୁ ହେବ। ଆପଣ ଯେ ପର୍ଯ୍ୟନ୍ତ ପୁରାତନ ସ୍ୱଭାବ, ପୁରାତନ ଆଚାର ବ୍ୟବହାର, ଚାଲି ଚଳନ, ପୁରାତନ କଥାବାର୍ତ୍ତା, ପୁରାତନ ଜୀବନକୁ ତ୍ୟାଗ କରନ୍ତି ନାହିଁ, ସେ ପର୍ଯ୍ୟନ୍ତ ଆପଣ ନୂଆ ଜୀବନ ପାଇପାରିବେ ନାହିଁ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ନୂତନ ସୃଷ୍ଟି ହେବାକୁ ହେଲେ ଆମେ ଖ୍ରୀଷ୍ଟଙ୍କ ଠାରେ ରହିବାକୁ ପଡ଼ିବ, ଈଶ୍ୱରଙ୍କ ସହିତ ଗମନାଗମନ କରିବାକୁ ପଡ଼ିବ, ପୁରାତନ ବିଷୟକୁ ପରିତ୍ୟାଗ କରିବାକୁ ପଡ଼ିବ। ଇସ୍ପାଇଁ এই ନୂତନ ବର୍ଷରେ 2026 ସାଲରେ ଆପଣ ଯଦି ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଈଶ୍ୱରଙ୍କର ନୂଆ ନୂଆ ଆଶୀର୍ବାଦ ଅନୁଗ୍ରହ, ନୂଆ ନୂଆ ଅନୁଭୂତି, ଈଶ୍ୱରଙ୍କର ନୂଆ ନୂଆ ମଙ୍ଗଳ ଦାନ ପାଇବା ପାଇଁ ଚାହାନ୍ତି, ତାହେଲେ ପୁରାତନ ବିଷୟକୁ ତ୍ୟାଗ କରିବାକୁ ପଡ଼ିବ। ପୁଣି ନିଜର ମନ, ଆତ୍ମା, ହୃଦୟକୁ ନୂଆ କରି ଈଶ୍ୱରଙ୍କର ପବିତ୍ର ଛାମୁରେ ସମର୍ପିତ ହେବାକୁ ପଡ଼ିବ। ଏଥିପାଇଁ ପ୍ରିୟ ବନ୍ଧୁଗଣ, ମନେ ରଖନ୍ତୁ, ଆପଣ ଯେକୌଣସି ଧର୍ମର କିମ୍ବା ଜାତିର ହୁଅନ୍ତୁ ନା କାହିଁ, ଆଜି ଯଦି ଆପଣ ନୂଆ ଜୀବନ ପାଇବା ପାଇଁ ଚାହାନ୍ତି, ଆଜି ଯଦି ଆପଣ ନୂଆ ଅନୁଭୂତି ପାଇବା ପାଇଁ ଚାହାନ୍ତି, ଆଜି ଯଦି ଆପଣ ଈଶ୍ୱରଙ୍କର ନୂଆ ନୂଆ ଆଶୀର୍ବାଦ ଅନୁଗ୍ରହ, ମଙ୍ଗଳ ଦାନ ପୁଣି କରୁଣା ପାଇବା ପାଇଁ ଚାହାନ୍ତି, ଆଜି ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ। ସମସ୍ତ ପ୍ରକାର କାଳ୍ପନିକ ଦେବୀ ଦେବତା ମାନଙ୍କୁ ପରିତ୍ୟାଗ କରି, ସମସ୍ତ ପ୍ରକାର ମିଥ୍ୟାକୁ ପରିତ୍ୟାଗ କରି, ସମସ୍ତ ପ୍ରକାର ଜୀବନର ସମସ୍ତ ପ୍ରକାର ଅହଙ୍କାର, ସମସ୍ତ ପ୍ରକାର ଜୀବନର ସମସ୍ତ ପ୍ରକାର ପାପର ସ୍ୱଭାବ, ଜାଗତିକ ଅଭିଳାଷ, ସାଂସାରିକ ଅଭିଳାଷ, ଜଗତର ମୋହ ମାୟା, ଜଗତର ସମସ୍ତ ପ୍ରକାର ଜାଗତିକ ଚିନ୍ତାଧାରା, ଜାଗତିକ ବିଷୟ, ଜାଗତିକ ଆଚାର ବ୍ୟବହାର, ଚାଲି ଚଳନ, କଥା ଭାଷା, ଜଗତର ସମସ୍ତ ପାପର ସ୍ୱଭାବ ଚରିତ୍ରକୁ ତ୍ୟାଗ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ରୂପେ ନିଜ ହୃଦୟରେ ଗ୍ରହଣ କରନ୍ତୁ। ତେବେ ଯାଇ ଆପଣ ନୂଆ ଜୀବନ ପାଇବେ। ଆପଣ ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ନାହାନ୍ତି, ନିଜର ମୁକ୍ତିଦାତା ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କର ସ୍ୱଭାବ, ଚରିତ୍ର, ଜୀବନ ସେ ପୁରୁଣା ହୋଇ ରହିଅଛି। ଏଥିପାଇଁ ଆଜି ଯଦି ନୂଆ ଜୀବନ ପାଇବା ପାଇଁ ଚାହାନ୍ତି, ଆଜି ଯଦି ନିଜ ଜୀବନକୁ, ମନକୁ, ଆତ୍ମାକୁ ନୂଆ କରିବା ପାଇଁ ଚାହାନ୍ତି, ଈଶ୍ୱରଙ୍କ ଠାରେ ନୂତନ ସୃଷ୍ଟି ହୋଇ ଜୀବନ ଯାପନ କରିବା ପାଇଁ ଚାହାନ୍ତି, ତାହେଲେ ସର୍ବପ୍ରଥମେ ପୁରାତନ ବିଷୟକୁ ଲୋପ କରିବାକୁ ପଡ଼ିବ। ଆପଣଙ୍କ ଜୀବନରେ ଯାହା ସବୁ ପୁରାତନ ବିଷୟ ରହିଅଛି, ଆପଣଙ୍କ ଜୀବନରେ ଯାହା କିଛି ପୁରାତନ ଅଭିଳାଷ, ପୁରାତନ ସ୍ୱଭାବ, ଚରିତ୍ର, ପୁରାତନ ବିଷୟମାନ ରହିଅଛି, ସବୁକୁ ପରିତ୍ୟାଗ କରି ଈଶ୍ୱରଙ୍କର ନୂତନ ସ୍ୱଭାବ ଧାରଣ କରିବାକୁ ପଡ଼ିବ। ଆଜି ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ, ଆଜି ହିଁ ସତ୍ୟ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ସମସ୍ତ ପ୍ରକାର କାଳ୍ପନିକ ଦେବୀ ଦେବତା, ପ୍ରତିମା, ମୂର୍ତ୍ତି ପୂଜା, ସମସ୍ତ ପ୍ରକାର ଅନ୍ଧବିଶ୍ୱାସକୁ ପରିତ୍ୟାଗ କରି ଜୀବନକୁ ନୂତନ କରନ୍ତୁ। ଈଶ୍ୱରଙ୍କର ନୂଆ ସ୍ୱଭାବ, ପବିତ୍ରତାର ସ୍ୱଭାବ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମନକୁ ଆପଣ ନିଜର କରିବାକୁ ହେବ। ଈଶ୍ୱରଙ୍କ ପବିତ୍ର ବାକ୍ୟରେ ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ମଧ୍ୟ ସେହିପରି ହେଉ। ଅର୍ଥାତ୍ ଖ୍ରୀଷ୍ଟ ଯୀଶୁଙ୍କର ସ୍ୱଭାବକୁ ଆମମାନଙ୍କୁ ଧାରଣ କରିବାକୁ ହେବ। ଏଥିପାଇଁ ପ୍ରିୟ ବନ୍ଧୁଗଣ, ଆପଣ ଯଦି ଏହି ନୂଆ ବର୍ଷରେ ଈଶ୍ୱରଙ୍କର ନୂଆ ନୂଆ ଅନୁଭୂତି, ନୂଆ ନୂଆ ଆଶୀର୍ବାଦ, ଈଶ୍ୱରଙ୍କର କରୁଣା, ଦୟା, ଅନୁଗ୍ରହ ପାଇବା ପାଇଁ ଚାହାନ୍ତି, ପାପ କ୍ଷମା ପାଇବା ପାଇଁ ଚାହାନ୍ତି, ନିଜର ମନକୁ, ଆତ୍ମାକୁ, ହୃଦୟକୁ ନୂଆ କରିବା ପାଇଁ ଚାହାନ୍ତି, ତାହେଲେ ଆଜି ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ। ସମଗ୍ର ସୃଷ୍ଟିରେ ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ମଣିଷର ପାପ କ୍ଷମା କରିବା ପାଇଁ ଏକମାତ୍ର ଯୋଗ୍ୟବନ୍ତ ପରମେଶ୍ୱର ଅଟନ୍ତି। ଏଥିପାଇଁ ନିଜର ପାପକୁ ପରିତ୍ୟାଗ କରି, ନିଜର ପାପ ପାଇଁ କ୍ଷମା ପ୍ରାପ୍ତି ହୋଇ, ନିଜର ପାପକୁ ସ୍ୱୀକାର କରି, ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ଛାମୁରେ ନୂଆ ଜୀବନ କାଟିବାକୁ ହେଲେ ଆଜି ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତୁ। Today
believe in Jesus Christ. Today itself believe in Jesus Christ and renew your mind, heart and soul and spirit. आज ही नवा जीवन लाभ करନ୍ତୁ। प्रेमगढ़ पुनर्बार ମୁଁ ଆପଣଙ୍କୁ କହିବାକୁ ଚାହେଁ, प्रभु यीशु ख्रीष्टଙ୍କୁ विश्वास କରନ୍ତୁ। प्रभु यीशु ख्रीष्टଙ୍କୁ ନିଜର ମନ आत्मा हृदୟରେ ସ୍ଥାନ ଦିଅନ୍ତୁ ଏବଂ ଜୀବନକୁ ନୂଆ କରନ୍ତୁ। प्रभु ଆପଣଙ୍କୁ ପୁଣି ଆପଣଙ୍କ ପରିବାରକୁ ବହୁଳ ରୂପେ आशीर्वाद କରନ୍ତୁ।